ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026। ଶ୍ରେଣୀ ହେଉଛି ସପ୍ତମ, ବିଷୟ ହେଉଛି ଇତିହାସ ଓ ରାଜନୀତି ବିଜ୍ଞାନ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଠି ଲେଖିବ ତୁମର ରୋଲ ନମ୍ବର, ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ଠିକ୍ ଅଛି। ବିଦ୍ୟାଳୟର ନାମ ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ବିଦ୍ୟାଳୟର ନାମ ଲେଖିବ। ଏଠି ଲେଖିବ ତୁମର ବ୍ଲକର ନାମ। ଠିକ୍ ଅଛି। ସମୟ ହେଉଛି ମାତ୍ର 2 ଘଣ୍ଟା। ପୃଷ୍ଠ ସଂଖ୍ୟା ହେଉଛି 6, ପ୍ରଶ୍ନ ସଂଖ୍ୟା ହେଉଛି 30, ପୂର୍ଣ୍ଣ ସଂଖ୍ୟା ହେଉଛି 50 ମାର୍କ। ଠିକ୍ ଅଛି। ଦେଖିବା ପ୍ରଶ୍ନ ସବୁ କ'ଣ ଅଛି। ପ୍ରଥମେ ଅଛି ସୂଚନା। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାର୍ଶ୍ୱରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନର ତଳେ ବା ନିକଟରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି। ପ୍ରଥମ ପ୍ରଶ୍ନ, 1ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ନିମନ୍ତେ 4ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ସେଥିମଧ୍ୟରୁ ଠିକ୍ ଉତ୍ତରଟି ବାଛି ପାଖ କୋଠରୀରେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, ଶ୍ରୀ ଚୈତନ୍ୟ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ସ୍କ୍ରିନରେ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତାଞ୍ଜୋରର ବୃହଦୀଶ୍ୱର ମନ୍ଦିର କେଉଁମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ମାର୍କୋ ପୋଲୋ କେଉଁ ଦେଶରୁ ଏସିଆ ଭ୍ରମଣରେ ଆସିଥିଲେ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ଜାତୀୟ କଂଗ୍ରେସ କେବେ ପ୍ରତିଷ୍ଠା କରାଯାଇଥିଲା? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଆନ୍ତର୍ଜାତୀୟ ମହିଳା ଦିବସ କେବେ ପାଳନ କରାଯାଏ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 6ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ପାଇଁ ବନ୍ଧନୀ ମଧ୍ୟରେ ଉପଯୁକ୍ତ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର। ପିଲାମାନେ 6ରୁ 10 ନମ୍ବର ପର୍ଯ୍ୟନ୍ତ ବନ୍ଧନୀ ମଧ୍ୟରେ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କରିବ। ଠିକ୍ ଅଛି। ଚୋଳମାନଙ୍କ ରାଜଧାନୀ କ'ଣ ଥିଲା? ତେଣୁ ଏହାର ସମ୍ପୂର୍ଣ୍ଣ ଉତ୍ତରଟି ମୁଁ ସ୍କ୍ରିନରେ ଦେଇଛି, ତୁମେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି, ଡ୍ୟାସ୍ଙ୍କୁ ଆଡ଼ବାୟା ରାଜା ବୋଲି କୁହାଯାଏ। ପିଲାମାନେ ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଓଡ଼ିଶାର ଗଜପତି ଡ୍ୟାସ୍ କୃଷ୍ଣଦେବ ରାୟଙ୍କ ଦ୍ୱାରା ପରାଜିତ ହୋଇଥିଲେ। ଠିକ୍ ଅଛି। ପିଲାମାନେ ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି, ସମ୍ବିଧାନର 51କ ଧାରାରେ ଡ୍ୟାସ୍ଟି ମୌଳିକ କର୍ତ୍ତବ୍ୟ ସ୍ଥାନ ପାଇଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମିଳିତ ଜାତିସଂଘ ଦିବସ କେବେ ପାଳନ କରାଯାଏ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 11ରୁ 15 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉକ୍ତିଗୁଡ଼ିକର ରେଖାଙ୍କିତ ପଦକୁ ବଦଳାଇ ବର୍ଣ୍ଣ ସଂଶୋଧନ କରି ଉତ୍ତର ଲେଖିବ। ଠିକ୍ ଅଛି। ଦେଖିବା କ'ଣ ସବୁ ପ୍ରଶ୍ନ ଅଛି। ତାମିଲ ରାମାୟଣ ଜଗନ୍ନାଥ ଦାସ ରଚନା କରିଥିଲେ। ପିଲାମାନେ ଏହାର ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ମୁକ୍ତେଶ୍ୱର ମନ୍ଦିର ମାଉଣ୍ଟ ଆବୁ ଠାରେ ଅବସ୍ଥିତ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଭାରତରେ ମୋଗଲ ସାମ୍ରାଜ୍ୟ ଆକବର ପ୍ରତିଷ୍ଠା କରିଥିଲେ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 1526 ଖ୍ରୀଷ୍ଟାବ୍ଦରେ ବାବରଙ୍କର ମୃତ୍ୟୁ ହୋଇଥିଲା। ପିଲାମାନେ ଏହାର ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଭାରତର ନୂତନ ସମ୍ବିଧାନ 1948 ମସିହା ଫେବୃଆରୀ 24 ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 16ରୁ 20 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପାଇଁ ପ୍ରଥମ ସମ୍ପର୍କ ଅନୁଯାୟୀ ଦ୍ୱିତୀୟ ସମ୍ପର୍କ ସଂସ୍ଥାନ ଲେଖ। ପିଲାମାନେ ଏଗୁଡ଼ିକର ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। 21ରୁ 25 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତରକୁ 2ଟି ବା 3ଟି ବାକ୍ୟରେ ଲେଖିବ। ସୁଫି ଧର୍ମ କେଉଁମାନେ ପ୍ରଚାର କରିଥିଲେ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ରାମାନୁଜଙ୍କ ମତ କ'ଣ ଥିଲା? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ନାରୀମାନେ କାହିଁକି ଅଧିକାର ପାଇବା ଆବଶ୍ୟକ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିବ। ଠିକ୍ ଅଛି। ଲିଖିତ ସମ୍ବିଧାନ କ'ଣ? ଲିଖିତ ସମ୍ବିଧାନ ଥିବା 2ଟି ରାଷ୍ଟ୍ରର ଉଦାହରଣ ଦିଅ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତିକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ'ଣ କ'ଣ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 26ରୁ 23 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର 40 ବା 50 ଶବ୍ଦ ମଧ୍ୟରେ ନିଜ ଭାଷାରେ ବୁଝାଇ ଲେଖିବ। ମୋଗଲ ରାଜତ୍ୱ କାଳରେ ଭାଷା ଓ ସାହିତ୍ୟର ଉନ୍ନତି କିପରି ହୋଇଥିଲା? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିପାରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି।
ମାମୁଦଙ୍କ ଭାରତ ଆକ୍ରମଣ ସମ୍ପର୍କରେ ଲେଖ। ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ମୁଁ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିପାରିବ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ୟୁରୋପୀୟମାନେ ଭାରତକୁ ଆସିବାକୁ କାହିଁକି ଆଗ୍ରହ ପ୍ରକାଶ କଲେ? ଅତି ସୁନ୍ଦର ପ୍ରଶ୍ନ ଅଛି ପିଲାମାନେ, ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିପାରିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଭାରତୀୟ ସମ୍ବିଧାନର ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିରେ ଥିବା 4ଟି ଗାନ୍ଧୀବାଦୀ ନୀତି ଲେଖ। ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ମୁଁ ଏହାର ସଠିକ୍ ଉତ୍ତର ଦେଇଛି, ସ୍କ୍ରିନରେ ତୁମେ ଲେଖିପାରିବ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଯେକୌଣସି 4 ଜଣ ଭାରତୀୟ ମହିଳାଙ୍କ ନାମ ଓ ସେମାନେ କେଉଁ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ପରିଦର୍ଶିତା ଲାଭ କରିଛନ୍ତି ଲେଖିବ। ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି, ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି, ଧନ୍ୟବାଦ।